ବାଲେଶ୍ୱର ପୌରାଞ୍ଚଳର 5 ନମ୍ବର ୱାର୍ଡ ଅନ୍ତର୍ଗତ ଆଖଡ଼ାଶାଳାରେ ଧର୍ମାନ୍ତୀକରଣ ଅଭିଯୋଗ। ଘଟଣାକୁ ଗୁଜବ କହି ଏଥିରେ ତାଙ୍କୁ ବଦନାମ କରିବାକୁ ଉଦ୍ୟମ ଚାଲିଛି ବୋଲି କହିଲେ କାଉନସିଲର ମିତା ପଟ୍ଟନାୟକ। ବାଲେଶ୍ୱର ପୌରାଞ୍ଚଳର 5 ନମ୍ବର ୱାର୍ଡ ଅନ୍ତର୍ଗତ ଆଖଡ଼ାଶାଳା ବସ୍ତିରେ କିଛି ଆଦିବାସୀ ପରିବାରଙ୍କୁ ଧର୍ମାନ୍ତୀକରଣ ପାଇଁ ଉଦ୍ୟମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଥିବା ଉତ୍ତେଜନା ଟାଉନ ଥାନା ପୁଲିସର ଉପସ୍ଥିତିରେ ସମାଧାନ ହୋଇଛି। ତେବେ ସ୍ଥାନୀୟ କାଉନସିଲରଙ୍କର ସମର୍ଥନରେ ଏଭଳି ଉଦ୍ୟମ ଚାଲିଥିବା ପ୍ରଚାରକୁ ଖଣ୍ଡନ କରିଛନ୍ତି ମିତା ପଟ୍ଟନାୟକ ଏବଂ ତାଙ୍କର ସ୍ୱାମୀ ରିତିକ ଜୀ। ଏନେଇ ଷ୍ଟେସନ କ୍ଲବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି କାଉନସିଲର ଏବଂ ନେତାଙ୍କ ସହ ମିତା ପଟ୍ଟନାୟକ ଓ ରିତିକ ଜୀ ଯୋଗଦେଇ ତାଙ୍କୁ ବଦନାମ କରିବା ପାଇଁ ଉଦ୍ୟମକୁ ତୀବ୍ର ସମାଲୋଚନା କରିଥିଲେ। ଶ୍ରୀ ଜୀ କହିଥିଲେ ଯେ ଗତ ଡିସେମ୍ବର 14 ତାରିଖ ଅପରାହ୍ନରେ ଆଖଡ଼ାଶାଳା ବସ୍ତିରେ ଦୀର୍ଘ ଦିନ ଧରି ବସବାସ କରୁଥିବା ରବୀନ୍ଦ୍ର ଗାରୁଙ୍କ ଘରେ ଧର୍ମାନ୍ତୀକରଣ ପାଇଁ କିଛି ଲୋକ ରୁଣ୍ଡ ହୋଇଥିବାର ଅଭିଯୋଗ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷର ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ସମାଧାନ କରିଦେଇଥିଲେ। ମାତ୍ର ଏହି ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ଖବରରେ କାଉନସିଲର ଓ ସେ ସ୍ୱୟଂ ଧର୍ମାନ୍ତୀକରଣରେ ଜଡ଼ିତ ଲୋକମାନଙ୍କୁ ସମର୍ଥନ କରୁଥିବା ନେଇ ମନ୍ତବ୍ୟକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଜୀ କହିଛନ୍ତି। ଏଥିରେ ଉଭୟ ମିତା ଏବଂ ତାଙ୍କର ସମ୍ମାନ ହାନି ଘଟିଛି ବୋଲି ଶ୍ରୀ ଜୀ ସାମ୍ବାଦିକ ସମ୍ମିଳନୀରେ ଆରୋପ ଉଠାଇଛନ୍ତି। ଏହିଭଳି ଅପପ୍ରଚାରରେ ସାମିଲ ହୋଇଥିବା ବ୍ୟକ୍ତିମାନଙ୍କ ବିରୋଧରେ ସେ ଟାଉନ ଥାନା ଏବଂ ସାଇବର ଥାନାରେ ଅଭିଯୋଗ କରିବେ ବୋଲି ଶ୍ରୀ ଜୀ କହିଥିଲେ। ଆଜି ଆମେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଗୋଟେ ସ୍ପଷ୍ଟୀକରଣ ଦେବାକୁ ଚାହୁଁଛୁ। ଯେଉଁ 16/12/2025ରେ ଆମ ୱାର୍ଡରେ ଯେଉଁ ଧର୍ମାନ୍ତୀକରଣ ପାଇଁ ଗୋଟେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ତା ବିଷୟରେ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି। ସେଦିନ ହଠାତ୍ କିନା ଦିନ 2ଟା ଖଣ୍ଡେ ବେଳେ ଆମ ପାଖକୁ ଫୋନ୍ ଆସିଲା ଆମ ୱାର୍ଡରୁ ଯେ ସେଠି କିଛି ପିଲା ଯାଇକି ପାଟିତୁଣ୍ଡ କରୁଛନ୍ତି, ପିଟାମରା କରୁଛନ୍ତି, ତାଙ୍କ କବାଟକୁ ଧକ୍କା ମାରୁଛନ୍ତି, ତେଣୁ ଆସିବା ପାଇଁ ଆମକୁ ଡାକିଲେ। ତେଣୁ ମୁଁ ସଙ୍ଗେ ସଙ୍ଗେ ଟାଉନ ଥାନାକୁ ଫୋନ୍ କଲି। ଟାଉନ ଥାନା ପୁଲିସ ଯାଇକି ପହଞ୍ଚିଲେ ଏବଂ ମୁଁ ପହଞ୍ଚିଲି। ସେଠି ମୁଁ ଦେଖିବାକୁ ପାଇଲି ଜଣେ ପଞ୍ଚାୟତର ଯୁବକ ଯିଏକି ତା ନାଁ ହେଉଛି ବିଜୟ କିଶୋର ଦାସ। ସିଏ ସେଠି ଲିଡ୍ ନେଉଥିଲେ ଏବଂ ସିଏ ସେଠି ପୁରାପୁରି ହୋ ହଲ୍ଲା ପାଟିତୁଣ୍ଡ କରିକି ପୁରା ମାହୋଲଟାକୁ ଗୋଟେ ଦଙ୍ଗା କ୍ରିଏଟ୍ କରିବା ଭଳିଆ ମାହୋଲ ତିଆରି କରିଥିଲେ। ଯାହା ହଉ ଟାଉନ ଥାନାକୁ ମୁଁ ଅଶେଷ ଧନ୍ୟବାଦ ଦେବି। ସେ ଉପସ୍ଥିତ ସମସ୍ତ ଟାଇମ୍ରେ ପହଞ୍ଚିବା ଯୋଗୁଁ ସେ ଦଙ୍ଗାଟା ଯେଉଁ ହେବାକୁ ଥିଲା ତାହା ହେଇନଥିଲା ଏବଂ ପୁଲିସ ତାର ଇନକ୍ୱାରି କଲା। ସେଠି ସମସ୍ତଙ୍କୁ ପଚାରିଲା ଏଠି କ'ଣ ହେଉଛି, ଧର୍ମାନ୍ତୀକରଣ ହେଉଛି କି ନାହିଁ, ଇଏ କରେ ସମସ୍ତଙ୍କର ଷ୍ଟେଟମେଣ୍ଟ ନେଲା ପରେ ପୁଲିସ ତାର କାର୍ଯ୍ୟାନୁଷ୍ଠାନ ତାର ଗ୍ରହଣ କଲା। କିନ୍ତୁ ସେ ତାପରେ ସେ ମିଡ଼ିଆରେ ଯେଉଁ ବାଇଟ୍ ଦେଲେ ଯେ କାଉନସିଲର ଆମକୁ ସପୋର୍ଟ କଲାନି। କାଉନସିଲର କ'ଣ ସପୋର୍ଟ କରିଥାନ୍ତା? ତୁମମାନେ ଯେଉଁ କରୁଥିଲ ପିଟାମରା କରୁଥିଲ, ମୁଁ ତୁମ ସାଙ୍ଗରେ ଯାଇକି ଯଦି ପିଟାମରା କରିଥାନ୍ତି ସେଇଟା ସପୋର୍ଟ ହେଇଥାନ୍ତା, ଗୋଟେ ଦଙ୍ଗା କ୍ରିଏଟ୍ ହେଇଥାନ୍ତା। ଏକରେ ତ ସେ ଏରିଆ ସେନ୍ସିଟିଭ୍ ଏରିଆ, ସେ ଏରିଆରେ ଏଇ ପ୍ରକାରର ଘଟଣା ବାରମ୍ବାର ଘଟୁଛି। ତେଣୁ ଆମେ ତାକୁ ରୋକିବା ନା ଆମେ ତାଙ୍କ ସାଙ୍ଗରେ ମିଶିକି ଯାଇକି ଏସବୁ ଧନ୍ଦା କରିବା? ମୁଁ ଆପରେ ମୋ ୱାର୍ଡ଼ରେ ଆଗକୁ ଏଭଳିଆ ଯେମିତି ନ ହୁଏ ସେଥିପାଇଁ ମୁଁ ପୁଲିସରେ ସେଇ ଯେଉଁ ଲିଡ୍ ନେଉଥିବା ପିଲା ନାଁରେ ମୁଁ ଏଫଆଇଆର୍ କରିବି। ସେମାନଙ୍କୁ ତାଙ୍କ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରଞ୍ଜନ ବାଗ, ପୌର ଉପାଧ୍ୟକ୍ଷ କୈଳାସ ସେଠୀ, କାଉନସିଲର ମୀନା ମହାନ୍ତି, ସନ୍ଧ୍ୟାରାଣୀ ଜେନା, ସବିତା ଦାସ, ଶଶିରେଖା ମହାନ୍ତି, ମିରାଜ ବାନୋ, ଶେଖ ଆୟୁବ, କାର୍ତ୍ତିକ ସାହୁ, ପୂର୍ବତନ କାଉନସିଲର ସାକିର ଖାନ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। सेंट जॉन कॉलेज ऑफ नर्सिंग एंड पैरामेडिकल्स रे एडमिशन चली। बैचलर ऑफ फिजियोथेरापी बा बीपीडी कोर्स पाई जोगाजोग करंतु। सेंट जॉन कॉलेज ऑफ नर्सिंग एंड पैरामेडिकल्स, मिशन कंपाउंड, बालेश्वर।